ମୁଁ ଏ ଓଲ୍ଡ ଟାଉନ୍ ଲିଜେଣ୍ଡ ଟ୍ରଷ୍ଟର ପ୍ରେସିଡେଣ୍ଟ ଅଛି। ଏ ଟୁର୍ଣ୍ଣାମେଣ୍ଟର ମୁଁ ଚେୟାରମ୍ୟାନ୍ ଅଛି। ସାର୍ କଣ ଏଥିରେ କହିବେ ଏଇ ଯୋଉ କ୍ୟାପିଟାଲ କପ୍ 2026 ଏତେ ବଡ ଧୁମଧାମରେ ଇନାଗୁରେସନ ହେଇଛି ତାକୁ ନେଇ ଆମେମାନେ ବହୁତ ସୌଭାଗ୍ୟବଶତଃ ଏଠି ଆମେ ଜନ୍ମଗ୍ରହଣ କରିଛୁ। ଆଉ ଏଠି ଆମର ପରିଚୟ ହେଉଛି ଆମେ ଓଲ୍ଡ ଟାଉନ୍ ଜନ୍ମ ହୋଇଥିବା ଯୋଗୁଁ। ତ ପ୍ରଥମେ ଆମେ ଭୁବନେଶ୍ୱରକୁ ଆମେ କ୍ୟାପିଟାଲ ବୋଲି ହେଉଛି ଓଡ଼ିଶାରେ। ତ ଆମ ଓଲ୍ଡ ଟାଉନ୍ର ପରିଚୟ ହିସାବରେ ଆମେ ପ୍ରଥମେ କ୍ୟାପିଟାଲ କପ୍ 2026ର ସାଇବର ଆୱାରନେସ୍ ଆଣ୍ଡ ଫାୟାର ସେଫ୍ଟି ଉପରେ ଆମେ ଟୁର୍ଣ୍ଣାମେଣ୍ଟଟି ମାନେ ଆଗକୁ ବଢ଼େଇଲୁ, ଯଦ୍ୱାରା କି ଆମର ଓଲ୍ଡ ଟାଉନ୍ର ୟୁଥ୍ ମେମ୍ବର୍ସ, ଆମର ଭାଇମାନେ, ଛୋଟ ଭାଇମାନେ, ବଡ଼ ଭାଇମାନେ ବହୁତ ଏଥିରେ ସାହାଯ୍ୟ କରୁଛନ୍ତି। ଆଉ ସେମାନଙ୍କର ଅଂଶୀଦାର ଯୋଗୁଁ ଏଇ ଟୁର୍ଣ୍ଣାମେଣ୍ଟଟି ଆମେ ସକ୍ସେସଫୁଲି କଣ୍ଡକ୍ଟ କରିପାରୁଛୁ, ଯଦ୍ୱାରା କି ଆଗାମୀ ଦିନମାନଙ୍କରେ ଆମେ ଆକୁ କେମିତି ଭଲ ଭାବରେ କରିବୁ ତାହା ମଧ୍ୟ ଆମ ଛୋଟ ଭାଇମାନଙ୍କର ପ୍ଲାନିଂ ଅଛି। ସାର୍ କେତେ ଗୋଟେ ଟିମ୍ ଅଂଶଗ୍ରହଣ କରୁଛନ୍ତି? ବର୍ତ୍ତମାନ ଏଇ ବର୍ଷ ଆମେ 8ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି, ଯେମିତିକି ଓଡ଼ିଶା ପୋଲିସ, କମିଶନରେଟ୍ ପୋଲିସ, ଓଡ଼ିଶା ଫାୟାର ଅଫିସ୍, ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆ, ସେଲିବ୍ରିଟି ଆଣ୍ଡ ଓଲ୍ଡ ଟାଉନ୍ କ୍ରାଉନ୍ ଟିମ୍ ଆମର ଅଛନ୍ତି। ଏଇ ଟିମ୍ ମାନେ ଆମର ଅଂଶଗ୍ରହଣ 8ଟି ଟିମ୍ ଗ୍ରହଣ କରିଛନ୍ତି, ଯଦ୍ୱାରା ଆଗାମୀ ଦିନମାନଙ୍କରେ ଏଇ ଅଂଶଗ୍ରହଣଟି ବଢ଼ି ବଢ଼ି ଚାଲିବ। ଯୁବପିଢ଼ିକି ପ୍ରେରଣା ସୃଷ୍ଟି କରିବାର ଦୁଇଟି ମାଧ୍ୟମ, ଗୋଟେ ହେଲା ଏଜୁକେସନ୍ ଆଉ ଗୋଟେ ହେଲା ସ୍ପୋର୍ଟସ୍। ମୋ ନାଁ ହେଲା ବିଷ୍ଣୁ କୁମାର ପ୍ରଧାନ। ମୁଁ ଓଲ୍ଡ ଟାଉନ୍ କ୍ରାଉନ୍ ଲିଜେଣ୍ଡ ୱେଲଫେୟାର ଟ୍ରଷ୍ଟର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବରେ କାର୍ଯ୍ୟରତ ଅଛି। ସେକ୍ରେଟାରୀ ହିସାବରେ ଆପଣ ଦାୟିତ୍ୱ ନେଇଛନ୍ତି, ଏଇଟା ଆପଣ ସେକେଣ୍ଡ ଲିଗ୍ ମଧ୍ୟ ଆଜି ଅନୁଷ୍ଠିତ ହେଉଛି, କେତେ ଦାୟିତ୍ୱ ଆପଣ ବଢ଼ିଛି? ସବୁ 8ଟା ଟିମ୍ ଆସିବେ, ଖେଳ କେମିତି ଖେଳକୁ ଆକ୍ଚୁଆଲି ତ ମୋ ପାଖରେ ତ ଆକ୍ଚୁଆଲି ଏଣ୍ଟାୟାର ଏ ଯେଉଁ ପାର୍ଟସକୁ ମାନେ ଆମର ଫେବୃଆରୀ 1ରୁ ଗୋଟେ ଡିସିସନ୍ ନେଲୁ ଯେ ନାହିଁ କେମିତି କ'ଣ କାର୍ଯ୍ୟ କରିବା। ତ ଫେବୃଆରୀ 22 ସୁଦ୍ଧା ତ ଆମର ଆକ୍ଚୁଆଲି ଥିଲା ଫେବୃଆରୀ 15ରେ କରିବାର। ତ 15 ଡେଜ୍ରେ ଆମେ ଜିନିଷଟି କମ୍ପ୍ଲିଟ୍ କରିବା ପାଇଁ ଗୋଟେ ମନ ନେଇଥିଲୁ, ନାଇଁ 15 ଦିନ ଭିତରେ ଏଟାକୁ କମ୍ପ୍ଲିଟ୍ କରିବ। କିନ୍ତୁ ସେଟାକୁ ଯେହେତୁ ଫେବୃଆରୀ 15ରେ ମହାଶିବରାତ୍ରି ରହିଗଲା, ଯାହାକି ଆଉ 7 ଦିନ ଆମ ପାଖରେ ଟାଇମ୍ ମିଳିଲା। ତ 22 ଦିନ ଭିତରେ, ତ 21 ଦିନ ଆଜିକି ମିଶେଇକି 22 ଦିନ, ତ ଭିତରେ ଆମେ ଏ ଜିନିଷକୁ କଣ୍ଡକ୍ଟ କରିପାରିଲୁ ବା ସଫଳତାର ସହିତ ଏପର୍ଯ୍ୟନ୍ତ ଚାଲିଛି। ଆରମ୍ଭ ମାନେ ସରି ନାହିଁ ଏପର୍ଯ୍ୟନ୍ତ। ତ ତା ଭିତରେ ଯେଉଁମାନେ ଅଛନ୍ତି ମୋର ସହଯୋଗୀ, ଯେ ମୋର ଭାଇ ରଞ୍ଜିତ ମହାରାଣା ସାର୍, ଆମର ଚିନ୍ମୟ ଭାଇ, ଜିତୁ ଭାଇ, ତ ଏମାନେ ସମସ୍ତଙ୍କ ସହଯୋଗ ପ୍ଲସ୍ ତ ମୋତେ ଫାଷ୍ଟ ଯେହେତୁ ଆସିଷ୍ଟାଣ୍ଟ ମୁଁ ସେକ୍ରେଟାରୀ ଅଛି, ତ ଏଣ୍ଟାୟାର କାମ ସବୁ କରିବାକୁ ପଡ଼ିଲା। ତା ଭିତରେ ସମସ୍ତଙ୍କର କିଛି କିଛି ପିଲାଙ୍କର ଆମ ଏଇ ଓଲ୍ଡ ଟାଉନ୍ କ୍ରାଉନ୍ ଲିଜେଣ୍ଡର କ୍ରିକେଟ୍ ଖେଳ ତ ଡିସେମ୍ବର ମାସରୁ ଷ୍ଟାର୍ଟ କରିଦେଇଥିଲୁ, କିନ୍ତୁ ପିଲାଙ୍କର ଭରସା ଆସୁନଥିଲା ସେଇଟା ହେଇପାରିବ। କିନ୍ତୁ ଆମେ ତାଙ୍କୁ କିପରି ଭରସା ଦେବୁ, ତ ସେମ୍ ଜିନିଷ ଉପରେ ଆମେ ପ୍ରଗାଢ଼ ଚେଷ୍ଟା ବଳରେ ଏ ଜିନିଷ ଆଜି ପର୍ଯ୍ୟନ୍ତ ପହଞ୍ଚିଛି। ତ ବର୍ତ୍ତମାନ ତ ଏଣ୍ଡ ହେଇନି, ତ ଆଗକୁ ଯେଉଁ ଭାଇ ଆମର କହିଲେ ଚେୟାରମ୍ୟାନ୍ ଆମର ନାରାୟଣ ମହାରାଣା, ତ ସେମ୍ ଜିନିଷ ଆଗକୁ ମଧ୍ୟ ଅଛି ପ୍ଲାନିଂ କିଛି ଆଗକୁ କରିବା ପାଇଁ। କର୍ପୋରେଟ୍ କପ୍ ହଉ ବା ଆମର ଲେଡ଼ିଜ୍ କପ୍ ହଉ, ବହୁତ ଗୁଡ଼ିଏ ଟାଇପ୍ର ଅଛି ଆଗାମୀ ଭବିଷ୍ୟତରେ କିଛି କରିବା ପାଇଁ। ତ ସବୁଠାରୁ ଭଗବାନଙ୍କର ଆଶୀର୍ବାଦ, ଯାହାଫଳରେ ଆମେ ଏପର୍ଯ୍ୟନ୍ତ ଆସିକି ପହଞ୍ଚିଲାଣୁ। ତ ଆଗାମୀ ଭବିଷ୍ୟତରେ ମଧ୍ୟ ଭଗବାନଙ୍କର ଆଶୀର୍ବାଦ, ଆମର କର୍ମ ଆଉ ଭଗବାନଙ୍କର ଆଶୀର୍ବାଦ, ଏଇ ଦୁଇଟା ଜିନିଷ ରହିଲେ ଆମେ ଆଗକୁ ସଫଳତାର ସହିତ ଆଗକୁ ନେଇକି ନ୍ୟାସନାଲ ମାଧ୍ୟମରେ, ଯେହେତୁ ଭାଇ ଆମର ପୂର୍ବରୁ କହିଥିଲେ, ତ ଆମେ ଚେଷ୍ଟା କରିବୁ ସେ ଯାଏଁ ନେବା ପାଇଁ। କୀର୍ତ୍ତିରଞ୍ଜନ ମହାନ୍ତି, ଏଚ୍ଓଡି ଲ ଡିପାର୍ଟମେଣ୍ଟ, ବିଜେପି ଅଟୋନମସ୍ କଲେଜ। ସାର୍ ଆପଣ କ୍ୟାରିୟର ଭିତରେ ଆପଣ ବହୁତ ଟୁର୍ଣ୍ଣାମେଣ୍ଟ ଦେଖିବେ, ଗୋଟେ ସାଇବର ଆୱାରନେସ୍ ନେଇକିରି କ୍ରିକେଟ ମ୍ୟାଚ୍ ହେଉଛି। In this digital era, the cyber offenders are now one of your family members. They are just infiltrated your house. When, why, where they will come to your life, you don't know. So the very banner is described as cyber awareness. Cricket tournament is good because everyone is a fan of cricket. So we are just in order to drag people's attraction in one point, we are organizing this type of tournaments. But our very motto is to aware the general people. If someone asks, sir, today
I have just someone has deposited in my account rupees 10,000 or 5,000. ए ଗୋଟେ ଚାଷୀ ହଉ କି ଗୋଟେ କିଛି ବି but within a fraction of second the cyber offenders are taken all the money from him. Our objective is to create awareness like a batsman observes every ball of the bowler. We all have to observe, we all have to inspect the ball came from the cyber offenders to our crease. This is the main object of this tournament. And Mr. Chinmay Mahanti and Ranjit Maharana all are advocates. I have also listened that Mr. Gyana Mahanti sir also came to and joined, and Sura Rautra, everyone. Our main object, ଆମେ ଯୋଉଟାକୁ ଆମେ ଏଇଟାକୁ ଯୋଉ କରୁଛନ୍ତି ଏମାନେ ଅର୍ଗାନାଇଜର୍ସ ମାନେ ଏଇଟାକୁ ଅର୍ଗାନାଇଜ କରୁଛନ୍ତି ତାଙ୍କର ମୁଖ୍ୟ ଅବଜେକ୍ଟ ହେଲା କି ତମ ପାଖକୁ କିଛିଟା ଗୋଟେ ଗୋଟେ ଭିଡିଓ ଯୋଉଟା ଆମେ ସେୟାର କରିବୁ ଆପଣମାନଙ୍କ ପାଖରେ ଆପଣଙ୍କ ପାଖକୁ କିଛିଟା ଟେକ୍ସଟ ଆସୁଛି ସେ ଟେକ୍ସଟରୁ ଆପଣ ଜାଣିପାରିବେ କି ଟେକ୍ସଟଟା ଅଥେଣ୍ଟିକେଟ ଅର୍ ଅଥେଣ୍ଟିକେଟ ନୁହେଁ ଯଦି ଯେ ଆସୁଛି କେ ଅଛି ତାର ବିଭିନ୍ନ ଜିନିଷ ଯଦି ଆପଣ ମାନେ ଆମେ ସେଟାକୁ ଆପଣମାନଙ୍କ ପାଖରେ ସେୟାର କରିଦେବୁ ସେଇ ଜିନିଷଟା ପବ୍ଲିକଲି ଆୱେୟାର ହେବା ଦରକାର ଲୋକ କି ତାଙ୍କ ପାଖକୁ କ'ଣ ମେସେଜ ଆସୁଛି ଆଉ ସେ ମେସେଜରେ ସେମାନେ କ'ଣ କରିବେ ବହୁତ ଇଜି ପାର୍ଟ ସାଇବର ଆମେ ନ ଚାହିଁଲେ ସେ ଆମକୁ ଠକି ପାରିବେନି ଦେ ଆର୍ ଜଷ୍ଟ ଲୁଜର୍ସ ତେଣୁ ଆମର ଏଇଟା ମୁଁ ଥ୍ୟାଙ୍କ ୟୁ ଦେବି ଓଡ଼ିଶା ପୋଲିସକୁ ଆଉ ଆମର ଫାୟାର ଯାହା ବି ଆମର ଯେତେ ଅର୍ଗାନାଇଜର୍ସ ଆଡଭୋକେଟ୍ସ ଭୁବନେଶ୍ୱର ବାର ଆସୋସିଏସନ ଏଭ୍ରିୱାନ୍ ସମସ୍ତେ ଏଇ ଅବଜେକ୍ଟ ଏଇଟା କଣ୍ଟିନ୍ୟୁଟି ଆପଣମାନଙ୍କ ଥ୍ରୁରେ ଆମେ ଏଇଆ ମେସେଜ ଦେବାକୁ ଚାହୁଁଛୁ କି ଆପଣମାନେ ନିଜେ ଯଦି ଆପଣମାନେ କେବଳ ଆଜି ଆଜି ବୋଧେ ହାଇଏଷ୍ଟ କେସ୍ ସାଇବର ଥାନାରେ ହାଇଏଷ୍ଟ କେସ୍ ପ୍ରତିଦିନ କାହାର ନା କାହାର ଆକାଉଣ୍ଟରୁ ଟଙ୍କା ପଳାଉଛି ତେଣୁ ଆମେ ଏତିକି ମେସେଜ ଦେବା କି ଆପଣମାନେ ନର୍ମସକୁ ଦେଖନ୍ତୁ you have to study the norms ତମେ ଜାଣ କ'ଣ କ'ଣ କୋଉ ଥ୍ରୁରେ ସେମାନେ ଟଙ୍କା ନେଇଯାଉଛନ୍ତି କେମିତି ପଳାଉଛି without your partial involvement they will not take a single rupee from your account